Eu mando verbo, você não me merece. Desista, não vou ପ୍ରେସ୍ ତେଲର ସମସ୍ତଙ୍କୁ ନମସ୍କାର। ଆପଣମାନେ ଯେଉଁ ଭିଡ଼ିଓ ଦେଖୁଛନ୍ତି, ମନୁଷ୍ୟକୁ କେମିତି ଠକୁଛି, ଛଳନା ରୂପ ଧାରଣ କରୁଛି, ଛଦ୍ମବେଶ ଧାରଣ କରୁଛି। କାରଣ କିଛି ପାଇବାକୁ ହେଲେ କିଛି ନେଗେଟିଭ୍ ଆକ୍ସନ୍ କରିବାକୁ ପଡ଼ିବ। ଯାହାକି ଆପଣମାନେ ଦେଖୁଥିଲେ ଭିଡ଼ିଓରେ, କିଛି ପାଇବା ପାଇଁ କେତେ ରୂପକୁ ପରିବର୍ତ୍ତନ କରାଉଛନ୍ତି। ତେବେ ଆତ୍ମିକ କ୍ଷେତ୍ରରେ ଚିନ୍ତା କରାଯାଉ, ଆମେମାନେ କ'ଣ ଈଶ୍ୱରଙ୍କ ପାଇଁ କେଉଁ ରୂପ ଧାରଣ କରୁଛୁ? ଆମମାନଙ୍କର ଈଶ୍ୱରଦତ୍ତ ଶରୀରକୁ ଧାରଣ କରିଛୁ, ମନକୁ ଧାରଣ କରିଛୁ କି ନା ଆମେମାନେ ମଧ୍ୟ ଛଦ୍ମବେଶ ଧାରଣ କରି ଏହି ଜଗତରେ ଦେଖେଇ ହେଉଛୁ? ମୋର ପ୍ରିୟ ବନ୍ଧୁଗଣ, ଏ ଭିଡ଼ିଓରୁ ଆପଣମାନେ କ'ଣ ଜାଣିଲେ, ବୁଝିଲେ, ତାହା ନିଜେ ନିଶ୍ଚୟ ହୃଦୟଙ୍ଗମ କରିପାରୁଥିବେ। ଚାଲନ୍ତୁ ବାଇବେଲ ଭେର୍ସରୁ ଗୋଟିଏ ଦୁଇଟି ପଦ ବୁଝିନେବା। ମୁଁ ନିଜେ କିଛି କହୁନାହିଁ, ଆପଣମାନେ ଦେଖନ୍ତୁ ମାଥ୍ୟୁ 7 ଅଧ୍ୟାୟର ତାର 15 ପଦରେ କ'ଣ ଲେଖାଯାଇଛି? ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ ହୋଇଥାଅ। ସେମାନେ ମେଣ୍ଢା ଭେଷରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ। ନିଶ୍ଚୟ ବୁଝିପାରିଥିବେ ଯେ ଆମମାନଙ୍କର ରୂପ ଅଲଗା ରୂପ ନେଇଥାଏ। କିନ୍ତୁ ଯେତେବେଳେ ଅନ୍ୟମାନଙ୍କଠାରେ ଦେଖାଇ ହେଉ, ସେତେବେଳେ ମେଣ୍ଢା ବେଶ ଧାରଣ କରିଥାଉ। ଯେଉଁ ମେଣ୍ଢା ବେଶରେ ଆମମାନଙ୍କ ରୂପ ଲୋକଙ୍କ ନିକଟକୁ ଯାଏ, ଲୋକମାନେ ଆମମାନଙ୍କୁ ନିରୀହପଣ ଭାବି ଆକ୍ସେପ୍ଟ କରନ୍ତି। କିନ୍ତୁ ଆମମାନଙ୍କ ଅନ୍ତରରେ ଯେ ହିଂସ୍ରକ ବାଘତୁଲ୍ୟ ରୂପ ରହିଛି, ତାହା ପରିପ୍ରକାଶ କରିନଥାଉ। ପୁଣି ଆଉ ଗୋଟିଏ କଥା ଦେଖିବା, 2 କରନ୍ତି 11 ତାର 14 ପଦ ଦେଖିନେବା। ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ବାସ୍ତବିକ ଶୟତାନ ନିଜେ କ'ଣ କରେ ଯେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ତାହେଲେ ମନୁଷ୍ୟ କ'ଣ ନିଜ ରୂପକୁ ବଦଳାଇବା କଷ୍ଟ? କାରଣ ଯେଉଁମାନେ ଏହିପରି ଛଦ୍ମବେଶ ଧାରଣ କରନ୍ତି, ସେମାନେ ଶୈତାନର ବଶବର୍ତ୍ତୀ କହିଲେ କିଛି ଭୁଲ ହେବ ନାହିଁ। ମୋର ପ୍ରିୟ ଦର୍ଶକଗଣ, ମୁଁ ନିଜେ କିଛି କହୁନାହିଁ, ବାକ୍ୟରେ ଯାହା ଅଛି ତାହା ଆପଣମାନଙ୍କୁ ଦେଖାଇ କହୁଛି ଯେ ଆମମାନେ ମଧ୍ୟ ବେଳେବେଳେ ନିଜର କିଛି ପ୍ରାପ୍ୟ, କିଛି ସ୍ୱାର୍ଥପରତା ରଖି ଶୈତାନର ରୂପରେ ଆମମାନେ ବି କାର୍ଯ୍ୟ କରୁଥାଉ। ତ ଚାଲନ୍ତୁ ଆଉ ଗୋଟିଏ ପଦ ପଢ଼ିନେବା। ଛଦ୍ମବେଶ ଧରୁଥିବା କିଛି ପଦବୀ ଦେଖିବା। ହିତୋପଦେଶ 26 ଅଧ୍ୟାୟର ତାର 24 ଠାରୁ କେତେ ସୁନ୍ଦର ପଦଟି ରହିଛି, ଚାଲନ୍ତୁ ପଢ଼ିବା। ଘୃଣାକାରୀ ଆପଣା ଅଷ୍ଟରେ କପଟ କରେ, ମାତ୍ର ମନରେ ପ୍ରବଞ୍ଚନା ରଖେ। ନିହାତି ବୁଝିପାରୁଥିବେ, ଯିଏ ଯାହାକୁ ଭଲ ପାଏ ନାହିଁ, ସେ କ'ଣ କରେ? ଘୃଣା କରେ। ତା ଅଷ୍ଟରେ କପଟ କଥା ଅନ୍ୟକୁ ପ୍ରକାଶ କରେ, ମନ ଭିତରେ ପ୍ରବଞ୍ଚନା ସେ ରଖିଥାଏ। ପୁଣି ତାର 25 ପଦ ଲେଖାଯାଏ, ସେ ମିଷ୍ଟ ସ୍ୱରରେ କହିଲେ ତାହାକୁ ବିଶ୍ୱାସ କର ନାହିଁ। ଯେତେବେଳେ ତାର ଆବଶ୍ୟକ ପଡ଼େ, ଯାହାକୁ ସେ ଘୃଣା କରେ, ସେ ତା ଆବଶ୍ୟକତାକୁ ପୂରଣ କରିବା ପାଇଁ ଏତେ ମିଠା କଥା କହେ ଯେ ସେମିତି ଲୋକଙ୍କୁ କ'ଣ କରିବା? ଆମମାନେ ଦୂରେ ରହୁ। ପୁଣି ତାକୁ ସଡନ୍ଲି ବିଶ୍ୱାସ କରିବା ମଧ୍ୟ ଭାରି କଷ୍ଟ, ବହୁତ କଷ୍ଟ। ସେମାନେ ମିଠା କଥା କହନ୍ତି, ନିଜ ସ୍ୱାର୍ଥ ହାସଲ ହୋଇଗଲା ପରେ ପୁଣି ସେ ଅଷ୍ଟରେ କପଟ ସେମାନେ କରନ୍ତି। ଯେହେତୁ ତାହାର ହୃଦୟରେ 7ଟି ଘୃଣ୍ୟ ବିଷୟ ଥାଏ, ତାହା ମୁଁ ବଖାଣିବାକୁ ଯାଉନି, କାରଣ ମୁଁ ଆକ୍ଚୁଆଲି ବକ୍ତା ନୁହେଁ, ଶ୍ରୋତା। ସେ ଭିଡ଼ିଓଟି ମୋତେ ପସନ୍ଦ ଲାଗିଲା ଯେ ଆମମାନେ ମନୁଷ୍ୟମାନେ ଈଶ୍ୱରଙ୍କ ପାଇଁ କ'ଣ କରୁଛୁ, କେଉଁ ରୂପରେ ରହୁଛୁ। ସେଇଥିପାଇଁ ଭିଡ଼ିଓଟି ପୁଣି ବାକ୍ୟଟି ମୁଁ ପଢ଼ିବା ପାଇଁ ବାଧ୍ୟ ହେଲି। ତାହାର 26 ପଦ, ତାହାର ଘୃଣା କପଟରେ ଆପଣାକୁ ଆବୃତ କଲେ ହେଁ ତାହାର ମନ୍ଦତା ସଭାରେ ପ୍ରକାଶ ପାଇବ।
ମୋର ପ୍ରିୟ ଦର୍ଶକଗଣ, ସେ ଯେତେ ଚେଷ୍ଟା କରୁ କପଟପଣ କରୁ, ଲୋକେ ତାହାକୁ ଜାଣିଯିବେ ଏ ଜଣେ କପଟୀ, ଏ ଜଣେ ଘୃଣାକାରୀ। ସେ ଭାବେ ଛଦ୍ମ ରୂପରେ ସବୁ ଠିକ୍ କରୁଛି। ମୋର ଛଦ୍ମ, ମୋର କପଟପଣତା କାହା ଆଗରେ ପ୍ରକାଶ ପାଇବ ନାହିଁ। ମୁଁ ଚାଲାକପଣରେ କରୁଛି। କିନ୍ତୁ ବାକ୍ୟରେ ଲେଖାଯାଏ, ତାହାର ମନ୍ଦତା ସଭାରେ ପ୍ରକାଶ ପାଇବ। ଜଣକ ଆଗରେ ନୁହେଁ, ଦୁଇ ଜଣକ ଆଗରେ ନୁହେଁ, ସଭାସ୍ଥଳରେ। ମୋର ପ୍ରିୟ ଦର୍ଶକଗଣ, ମୁଁ ଅଧିକ କିଛି କହିବି ନାହିଁ, ଗୁଡ଼ାଏ ବାକ୍ୟ ବି ରହିଛି। ତେଣୁ ଆମମାନେ କ'ଣ କରୁ? ସେ ଭିଡ଼ିଓ ପରି ଯେତେ ଛଦ୍ମରୂପ ଧାରଣ କଲେ ମଧ୍ୟ ଆମମାନେ ସାଜସଜ୍ଜା ହୋଇ ଦେଖିଲେ ଭିଡ଼ିଓ ବେଦୀରେ ଯାଇ ବସିଥିବା ବେଳେ ଲୋକଙ୍କ ମୁଖା ଖୋଲି ଯାଇଛି, ସଭା ଆଗରେ ପ୍ରକାଶ ପାଇଛି। କେତେ ଲଜ୍ଜାକର ବିଷୟ। ତେଣୁ ଆମମାନେ ଏଥିରେ ଏତିକି ଶିକ୍ଷା କରୁ, ମୁଁ ଓ ଆପଣମାନେ, ଯେ ଆମମାନେ କେବେ ବି ଛଦ୍ମରୂପ ଧାରଣ କରିବା ନାହିଁ। କାରଣ ଅନ୍ତରର ପରୀକ୍ଷକ ଈଶ୍ୱର ଅନ୍ତର କଥା ଜାଣନ୍ତି। ଶରୀରକୁ ଆମେ ଛଦ୍ମରୂପ ନେଉ, କପଟପଣରେ, ଘୃଣା ମନୋଭାବରେ ଅନ୍ୟକୁ ପରିପ୍ରକାଶ କରୁ। କିନ୍ତୁ ପ୍ରଭୁ ସବୁ କଥା ଜାଣନ୍ତି। ତେଣୁ ପ୍ରଭୁ କେବେ ବି ସେ ଛାଡ଼ିବେ ନାହିଁ, ବିଚାରରେ ଆଣିବେ। ଧନ୍ୟବାଦ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।